ବକ୍ତବ୍ୟ। ଆଜି ଆମେ କ'ଣ ପାଇଁ ଏଠାରେ ଏକାଠି ହୋଇଛନ୍ତି? ଜନଜାତୀୟ ଗୌରବ ଦିବସ। ତ ଯେହେତୁ ଜନଜାତୀୟ ଗୌରବ ଦିବସ, এই ଦିବସର କିଛି ଗୋଟେ ତାତ୍ପର୍ଯ୍ୟ ନିହାତି ଥିବ ଯେଉଁଥିପାଇଁ ଏକୁ ଜନଜାତୀୟ ଗୌରବ ଦିବସ ରୂପେ ଆମେ ପାଳନ କରୁଛନ୍ତି। ତ ତାର ତାତ୍ପର୍ଯ୍ୟ କ'ଣ? ଜନଜାତି ଆମେ କାହାକୁ କହୁଛନ୍ତି? ଯେତେବେଳେ ଆମ ଭାରତ ସ୍ୱାଧୀନ ହୋଇନଥିଲା, 1947 ମସିହାରେ ଭାରତ ସ୍ୱାଧୀନ ହେଲା, ତା ପୂର୍ବ ଅବସ୍ଥାରେ ଯେଉଁମାନେ ମାନେ ସମ୍ପ୍ରଦାୟ, ସେତେବେଳେ ଆମେ ମଣିଷମାନେ କି ଏଇସବୁ କାଷ୍ଟ ସିଷ୍ଟମ ଯେହେତୁ ତିଆରି କରିଛନ୍ତି, ତ ଆମେ ନିଜେ ତିଆରି କରିଛନ୍ତି ଯେ ଏମାନେ ହେଉଛନ୍ତି ଜନଜାତି, ଏମାନେ ହେଉଛନ୍ତି ଜେନେରାଲ କାଷ୍ଟ, ଏମାନେ ହେଉଛନ୍ତି ଏସସି, ଏମାନେ ଏସଟି। ତ ଆମେ ନିଜେ ତିଆରି କରିଛନ୍ତି ଜନଜାତି ବୋଲି କିଛି ଗୋଟେ ନିର୍ଦ୍ଦିଷ୍ଟ ଭଗବାନ ତିଆରି କରିନଥିଲେ। ତ ଯେହେତୁ ଏଟା ମଣିଷ ତିଆରି, ତେଣୁ ତାଙ୍କର ଗୌରବ ପାଇଁ କ'ଣ ପାଇଁ ଚିନ୍ତା କରାଗଲା? କ'ଣ ପାଇଁ ସମସ୍ତଙ୍କ ଗୌରବ କଥା ଚିନ୍ତା କରାଗଲା? କାରଣ ସେମାନଙ୍କୁ ସବୁବେଳେ ସୋସାଇଟିରେ ତଳକୁ ଦବେଇକି ନିଚ ଦେଖେଇକି ରଖାଯାଉଥିଲା। ସେଥିପାଇଁ ଯେତେବେଳେ ଭାରତର ସମ୍ବିଧାନ ନିର୍ମାଣ ହେଲା, ସେତେବେଳେ ସେଇ ତାଙ୍କରି ଜନଜାତିର ଜଣେ ମନୁଷ୍ୟକୁ ଆଜି ଆମେ ଭାରତ ସମ୍ବିଧାନର ପିତା ବୋଲି କହୁଛନ୍ତି ନା, ଡକ୍ଟର ଭୀମରାଓ ଆମ୍ବେଦକର। ତ ସେ ଚିନ୍ତା କଲେ ଯେ କେମିତି ଜନଜାତିମାନେ ସାଧାରଣ ସମାଜରେ ବଞ୍ଚିପାରିବେ। ତେଣୁ ଜନଜାତିର ଗୌରବ ରକ୍ଷା କରିବା ପାଇଁ ଯେମିତିକି ତାଙ୍କ ସମ୍ପ୍ରଦାୟର ବିର୍ସା ମୁଣ୍ଡା, ତାଙ୍କରି ପାଇଁ ହିଁ ଆଜି ଜନଜାତି ଗୌରବ ଦିବସ ସେଲିବ୍ରେଟ୍ କରାହେଉଛି। ତ ସେଇ ବିର୍ସା ମୁଣ୍ଡା, ତାଙ୍କର କିଛି ଅବଦାନ ନିହାତି ରହିଛି ବୋଲି ଆମେ କାହିଁକି ଅନ୍ୟ କୌଣସି ଜନଜାତିର ଲୋକଙ୍କର ଦିବସକୁ ଜନଜାତୀୟ ଗୌରବ ଦିବସ କହିଲେନି? ତାଙ୍କର ଅବଦାନ ପାଇକି ତାଙ୍କୁ ଜନଜାତୀୟ ଗୌରବ ଦିବସ ରୂପେ ତାଙ୍କ ଜନ୍ମ ଦିବସକୁ ପାଳନ କରୁଛନ୍ତି। ତେଣୁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହାରେ ନଭେମ୍ବର 15 ତାରିଖରେ ଘୋଷଣା କରିଥିଲେ ଯେ ବିର୍ସା ମୁଣ୍ଡାଙ୍କର ଜନ୍ମ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା। ତ ତା ଉପରେ ଯେଉଁ ଲେଖା ହେଇଛି ମେରା ଯୁବା ଭାରତ, ଯୁବକମାନେ ହେଉଛନ୍ତି ଦେଶର 4ଟା ପିଲା ଭିତରୁ ଗୋଟେ ପିଲା, ଯେଉଁମାନେ ଦେଶକୁ ଆଗକୁ ବଢ଼େଇ ପାରିବେ, ସମାଜକୁ ସମୃଦ୍ଧ କରିପାରିବେ। ଆମର ସଂସ୍କୃତି, ପରମ୍ପରା, ଆମର ଯେଉଁ ଆଭିଜାତ୍ୟ ରହିଛି, ଓଡ଼ିଆମାନଙ୍କର ଗୋଟେ ଗୌରବ, ଆମେ ଯେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତ ଓଡ଼ିଶାର ଗୌରବକୁ ବଞ୍ଚେଇବା ପାଇଁ କଥାଟା ଆସୁଛି କାହିଁକି? କାରଣ ଓଡ଼ିଶାର ଲୋକ ଓଡ଼ିଶାର ଗୌରବ କଥା ଭୁଲିଗଲେ। ତ ସେଥିପାଇଁ ଓଡ଼ିଶା